ନିଶ୍ଚିତ ଭାବରେ ମୁଁ ଆପଣଙ୍କ ଗଣମାଧ୍ୟମ ମାଧ୍ୟମରେ ମୁଁ ଆମ ଅଞ୍ଚଳବାସୀ ସହିତ ସମସ୍ତଙ୍କୁ ଆପଣଙ୍କର ଗଣପର୍ବ ରଜର ଶୁଭେଚ୍ଛା ଶୁଭକାମନା ଜଣାଇବା ସହିତ ଏ କାର୍ଯ୍ୟକ୍ରମ ସମ୍ବନ୍ଧିତ କିଛି ଆମର ସିଡ୍ୟୁଲ ମୁଁ ଆପଣଙ୍କ ଆଗରେ ପ୍ରସ୍ତୁତ କରୁଛି। ଆମର ଏଇ ଯୋଉ 14, 15, 16 3 ଦିନ ବ୍ୟାପୀ ରଜ କାର୍ଯ୍ୟକ୍ରମ ଏଠି ଅନୁଷ୍ଠିତ କରାଯାଉଛି। ଆମ ଶିଶୁପାଳଗଡ଼ର ମାନେ ଆରାଧ୍ୟ ଠାକୁର ଯିଏ ପତିତପାବନ ଦଧିବାମନ ଦେବ, ସେ ଦଧିବାମନ ସେବା ସମିତିର ସମସ୍ତ ସଦସ୍ୟ ଏବଂ ଆମ ଗ୍ରାମର ଅନେକ ଯୁବକ ସାଥୀ, ଆମର ଗୁରୁଜନ, ବଡ ଭାଇ ମାନେ ସମସ୍ତଙ୍କ ସହଯୋଗରେ ଆମେ ରଜ କାର୍ଯ୍ୟକ୍ରମ ମାନେ ପ୍ରଥମ ବର୍ଷ ରଜ କାର୍ଯ୍ୟକ୍ରମ ଆରମ୍ଭ କରୁ। ଆଜ୍ଞା, ଦୋଳି ଆମେ ଏମିତି ରଖିଛୁ 40 ରୁ 50 ଦୋଳି ଲଗେଇବା ପାଇଁ କି ଆମର ଆରେଞ୍ଜମେଣ୍ଟ କରାଯାଇଛି। ଆପଣ ମାନେ ଚାହିଁଲେ ଦେଖିପାରିବେ, ଆମର ଏଇ ଜଷ୍ଟ 100 ମିଟର ଆଗରେ କାର୍ଯ୍ୟକ୍ରମ ହଉଛି। ବହୁତ ବଡ କାର୍ଯ୍ୟକ୍ରମ ଏଠି କରାଯାଉଛି। 3 ଦିନ ବ୍ୟାପୀ ଦୋଳି ସହିତ ଆମର କିଛି ଆମର ମା ମାନଙ୍କର ବାଇଟ୍ସ ତ ଆପଣ ନଉଥିଲେ, ସେମାନେ ଅନେକ କାର୍ଯ୍ୟକ୍ରମ ରଖିଛନ୍ତି। ତାଙ୍କର କିଛି କମ୍ପିଟିସନ ସବୁ ରଖିଛନ୍ତି କିଛି। ତାପରେ ପିଠା ପଣା ପ୍ଲସ ପାନ ସବୁ ପ୍ରକାର ଜିନିଷ ଏଠି ଆରେଞ୍ଜମେଣ୍ଟ କରାଯାଇଛି। ଏବଂ ଏ ସବୁ ଜାଣିଛନ୍ତି କୋଉ ମାନେ କୋଉ ଦିନ ଆସିବେ ଆପଣ, ସେ ବି ରିପୋର୍ଟ ଆପଣଙ୍କୁ ପ୍ରସ୍ତୁତ। ଆମର ଏଇ ମହିଳା ମାନଙ୍କର ଏଇ ଯୋଉ ପାରମ୍ପରିକ ରଜ ପର୍ବ ଆମ ଶିଶୁପାଳଗଡ଼ ଗ୍ରାମ ପଞ୍ଚାୟତରେ ପ୍ରଥମ କରିକି ଉତ୍ସବ କରାଯାଉଛି। ଆମର ଭାଇମାନେ ଏଇ ଯୋଉ ପର୍ବକୁ ଏତେ ଜୋରରେ ଆଡମ୍ବରରେ କରିଛନ୍ତି। ଆଉ ବହୁତ ବଡ ବଡ ଅତିଥି ମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଆପଣ ମାନଙ୍କ ମାଧ୍ୟମରେ ଆମେ ଏଇ ରଜ ମହୋତ୍ସବକୁ ପ୍ରତ୍ୟେକ କୋଣରୁ ମା ମାନଙ୍କୁ, ଭାଇ ମାନଙ୍କୁ, ଛୁଆ ମାନଙ୍କୁ ସମସ୍ତଙ୍କୁ ନିମନ୍ତ୍ରଣ କରୁଛୁ ଯେ ଆପଣ ଏଇ ରଜ ମହୋତ୍ସବରେ ଆସି ଯୋଗ ଦିଅନ୍ତୁ। ଏବଂ ପ୍ରଥମ ରଜ ଯେହେତୁ ଆମର ଇନାଗୁରେସନ ଅଛି, ସେଥିପାଇଁ ଆମେ ଟିକେ ସବୁ ଅତିଥିଙ୍କୁ ଆମେ ସମ୍ବର୍ଦ୍ଧନା କରିବାର ପ୍ରୋଗ୍ରାମ ରଖିଛୁ। ତାପରେ କମ୍ପିଟିସନ ପ୍ରୋଗ୍ରାମ ରଖିଛୁ। ତାପରେ ପିଠାପଣାର ଯୋଉ ରହିଛି ପାରମ୍ପରିକ, ସେଟା କରିବୁ। 3 ଦିନ ରଜରେ 3 ପ୍ରକାର ଆଇଟମ ଆମେ ରଖିଛୁ। ଶେଷ ରଜରେ ଯେତିକ ଆମର କମ୍ପିଟିସନ ହେଇଥିବ ତାର ପୁରସ୍କୃତ ଆମେ ଶେଷ ରଜରେ ରଖିଛୁ। ତେଣୁକରି ଆଉ ଆମର ଯୋଉ ଅତିଥି ମାନେ ଆସୁଛନ୍ତି, ସେଥିରେ ସିଙ୍ଗର ଅଛନ୍ତି, କମେଡିଆନ ଅଛନ୍ତି, ଆକ୍ଟର ଅଛନ୍ତି। ତେଣୁକରି ଆପଣ ମାନେ ସେମାନେ ଯୋଉ ଆସୁଛନ୍ତି ଆମ ପଞ୍ଚାୟତକୁ, ଏଇଟା ଗୋଟେ ଆମର ଗର୍ବ। ଦ୍ୱିତୀୟ କଥା ହେଲା, ଆମର ଏଇ ଯୋଉ ରଜ ପ୍ରୋଗ୍ରାମରେ ରଜ ଏବେ ନୂଆ ଆକାରରେ ହଉଛି। ତେଣୁକରି ଏ ନୂଆ ଆକାରର ରଜ ପର୍ବକୁ କେମିତି ଆପଣ ମାନେ ଏନ୍ଜୟ କରିବେ, ସେଥିପାଇଁ ଆମେ ଆପଣଙ୍କ ଅପେକ୍ଷାରେ ରହିଲୁ। ଏଇ ପ୍ରେସ୍ ମାଧ୍ୟମରେ ଆମେ ଆପଣଙ୍କୁ ଜଣାଉଛୁ, ଆପଣ ଯେମିତି ହେଲେ ଆସି ଯୋଗ ଦେବେ। ଆମର ଶିଶୁପାଳଗଡ଼ ଦଧିବାମନ ସେବା ସମିତି ତରଫରୁ ଏଇଟା ପ୍ରଥମ ବର୍ଷ ଆମ ଶିଶୁପାଳଗଡ଼ରେ ରଜ ମହୋତ୍ସବ ପାଳିତ କରୁଛୁ। ଆଉ ଆମକୁ ବହୁତ ଗର୍ବ ଲାଗୁଛି। ସେଥିରେ ଆମର ଶିଶୁପାଳ ସବୁ ଯୁବକ ମାନେ ସହଯୋଗ କରନ୍ତି ଏବଂ ଅନ୍ୟମାନଙ୍କୁ ବି ଅନୁରୋଧ କରୁଛି, ଆପଣମାନେ ସମସ୍ତେ ସହଯୋଗ କରନ୍ତୁ ଏବଂ ଆସି ଉପସ୍ଥିତ ରୁହନ୍ତୁ। ଆମେ ତ ଏଇଟା 3 ଦିନ ପାଇଁ ପ୍ରୋଗ୍ରାମଟା ଚାଲିବ। ପ୍ରଥମ ଦିନ ଇରା ମହାନ୍ତି, ଆମର ପ୍ରସିଦ୍ଧ କଣ୍ଠଶିଳ୍ପୀ ଇରା ମହାନ୍ତି। ଦ୍ୱିତୀୟ ଦିନ ଆମର ମଣ୍ଟୁ ଛୁରିଆ ଏବଂ ତୃତୀୟ ଦିନ ଆମର କୁଲଦୀପ ପଟ୍ଟନାୟକ ଆସୁଛନ୍ତି। କେତେ ଲୋକ କଣ ହେବେ ବୋଲି ଭାବିଛନ୍ତି ଏଥର? ଲୋକ ସଂଖ୍ୟା ତ ବହୁତ ହେବେ, କିନ୍ତୁ ଆମେ ବି ଟ୍ରାଫିକର ବି ବ୍ୟବସ୍ଥା କରୁଛୁ। ଏଠି କିଛି ଅସୁବିଧା ହବନି, ଲୋକ ଆରାମସେ ଆସିବେ, ଖାଇବେ, ପିଇବେ ଆଉ ଉପଭୋଗ କରି ଯିବେ। ଗୋଟେ ବଡ ଗାଁରେ ଆସିବା ପାଇଁ ଶିଶୁପାଳଗଡ଼ ଗାଁକୁ ଦେଖିଲା ଭଳିଆ ଗୋଟେ ରଜ ହବ ସେମିତି? ହଁ, ନିଶ୍ଚୟ। ଶିଶୁପାଳଗଡ଼ ଆପଣ ଜାଣିଛନ୍ତି ତ, ଏପଟେ ଖଣ୍ଡମଣ୍ଡଳ ଶିଶୁପାଳଗଡ଼ ନାଁ ବହୁତ ଅଛି। ଆଉ ଆମେ ସେଇଭଳିଆ ପ୍ରୋଗ୍ରାମ କରିବୁ। ଆଉ ଲୋକମାନେ ଆରାମସେ ଆସିବେ, ଆରାମସେ ଯିବେ। ତାଙ୍କ ପାଇଁ ବି ସବୁ ଆମର ପୋଲିସ ବି ଆମର ସେମାନେ ସାହାଯ୍ୟ କରୁଛନ୍ତି। ଆଉ ଆମ ଶିଶୁପାଳଗଡ଼ ସବୁ ଯୁବକ ମାନେ ଏବଂ ଆମର ଗୁରୁଜନ ମାନେ ସେମାନେ ଆସିକି ଏଠି ଉପସ୍ଥିତ ରହୁଛନ୍ତି। ପର୍ବ କରିବାର ଆକ୍ଚୁଆଲି ମୁଖ୍ୟ ଲକ୍ଷ୍ୟ କଣ? ଭାଇଚାରା ନା କଣ? ପର୍ବ ଦେଖନ୍ତୁ, ଆମର ଏଇଟା ତ ଗଣପର୍ବ। ଆସ୍ତେ ଆସ୍ତେ ସବୁ ପର୍ବ ସବୁ ଲୋକ ଭୁଲି ଯାଉଛନ୍ତି। ତେଣୁ ଆମେ ଚାହୁଁଛୁ, ଏଇଟା ଗୋଟେ କହିବାକୁ ଗଲେ ଏଇଟା ଗୋଟେ ଭାଇଚାରା ଆମର। ଏବଂ ଆମ ଭିତରେ ସବୁ ଆମେ ଚାହୁଁଛୁ ଆମେ ସବୁ ଭାଇ ମାନେ ସବୁ ଏକାଠି ରହୁ। ରାଜନୀତି ବାଦ ଆମେ ସବୁ ଭାଇ ଏକାଠି ରହିକି ପ୍ରୋଗ୍ରାମଟା କରିବୁ।